ପ୍ରତିଭା ରାୟଙ୍କ ଗଳ୍ପ ଅବିଭାଜ୍ୟ। ଅର୍ଦ୍ଧ ଶତାବ୍ଦୀର ଯୁଗ୍ମ ଜୀବନ। ଦୁଇଟି ନରନାରୀଙ୍କର ସୁଦୀର୍ଘ ସହାବସ୍ଥାନ। ଏ ତ କିଛି କମ୍ ବଡ଼ କଥା ନୁହେଁ। ଦୁଇଟି ବିବଦମାନ ନରନାରୀ ହୁଅନ୍ତୁ ଅବା ଦୁଇଟି ପରମ ଏବଂ ଚରମ ଶତ୍ରୁ। ଏତେ ବର୍ଷ ଧରି ଏକତ୍ର ଶୟନ, ଭୋଜନ, କଥୋପକଥନ, ଜୀବନର ସୁଖ ଦୁଃଖ, ଘାତ ପ୍ରତିଘାତକୁ ସମାନ ଭାବେ ବାଣ୍ଟି ନେଇ ଜୀବନଯାପନ କରିବାର ପ୍ରଚେଷ୍ଟା ଭିତରେ ପରସ୍ପର ଭିତରେ ଘନିଷ୍ଠତା, ନିବିଡ଼ତା, ଅନ୍ତରଙ୍ଗତା ଯେ କେତେ ସାନ୍ଦ୍ର, କେତେ ଦୃଢ଼, ତାହା ଅବର୍ଣ୍ଣନୀୟ। ଏ ତ ବିକ୍ରମ ବାବୁ ଏବଂ ସ୍ୱର୍ଣ୍ଣଲତାଙ୍କ ଆଦର୍ଶ ଯୁଗ୍ମ ଜୀବନର ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ସୁଦୀର୍ଘ ଇତିହାସ। ସେ ଇତିହାସର ପ୍ରତିଟି ପୃଷ୍ଠାରେ ପ୍ରେମ, ପ୍ରଣୟ, ପରସ୍ପର ପ୍ରତି ଆନୁଗତ୍ୟ ଏବଂ ବିଶ୍ୱସ୍ତପଣିଆ, ଜଣକର ବ୍ୟକ୍ତିତ୍ୱ ପ୍ରତି ଅପରର ଶ୍ରଦ୍ଧା, ସମ୍ମାନ, ସମ୍ଭ୍ରମ ଇତ୍ୟାଦିର ବିଚିତ୍ର ବର୍ଣ୍ଣାଢ୍ୟ ଚିତ୍ର। 50 ବର୍ଷର ମଧୁମୟ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପରେ ଜଣକର ମୃତ୍ୟୁ ଯେ ଆଉ ଜଣକ ପାଇଁ ମୃତ୍ୟୁଠାରୁ ଅଧିକ ଯନ୍ତ୍ରଣାଦାୟକ, ଏକଥା ସମସ୍ତେ ବେଶ୍ ଅନୁଭବ କରିପାରୁଥିଲେ। କିନ୍ତୁ ଏକସଙ୍ଗେ ବଞ୍ଚିବେ ଆଉ ଏକସଙ୍ଗେ ମରିବେ ବୋଲି ଯେତେ ପ୍ରତିଶ୍ରୁତି, ପ୍ରତିଜ୍ଞା, ଇଚ୍ଛା, କାମନା ସବୁ ଯେ ସଂସାରର ଅଲଭ୍ୟ ନିୟମ ପାଖରେ ଅବାନ୍ତର ଏବଂ ମିଛ, ଏକଥା କିଏ ନ ଜାଣେ। ଯେତେ ଅପ୍ରିୟ ହେଲେ ମଧ୍ୟ ଏକଥା ସତ୍ୟ ଯେ କାହାକୁ ଜଣକୁ ହେଲେ ଅପରର ମୃତ୍ୟୁକୁ ସାମ୍ନା କରିବାକୁ ହେବ, ବରଦାସ୍ତ କରିବାକୁ ହେବ ସେ ମୃତ୍ୟୁଠାରୁ ଭୟଙ୍କର ଦୁର୍ଦ୍ଦିନକୁ। କଥା ପଡ଼ିଲେ ବିକ୍ରମ ବାବୁ କହନ୍ତି, ଦେଖ ସୁନା, ତମେ ଈଶ୍ୱରଙ୍କୁ ଯାହା ମାଗନା କାହିଁକି, ପ୍ରଥମେ ନିବେଦନ କରିବ ଆମର ଏକତ୍ର ମରଣ। ତମେ ଆଗ ମରିବ ନାହିଁ, କାରଣ ତମର ମୃତ୍ୟୁ ମୁଁ ବରଦାସ୍ତ କରିପାରିବିନି। ମୋ ମୃତ୍ୟୁ ପରେ ତମର ଦୁଃଖ, ଯନ୍ତ୍ରଣା ଏବଂ କାଳେ କେଉଁଠି କିଛି ଅବହେଳା ହେବାର ଚିନ୍ତା ମୋତେ ସେ ପୁରରେ ବି ଶାନ୍ତି ଦେବ ନାହିଁ। ତେଣୁ ମୁଁ ମଧ୍ୟ ତମ ଆଗରେ ମରିବାକୁ ଚାହେଁନା। କ'ଣ କହୁଛ, ରାଜି? ସ୍ୱର୍ଣ୍ଣଲତା ହସନ୍ତି ନାହିଁ, ଚିଡ଼ନ୍ତି ନାହିଁ, କିଛି ଜବାବ ଦିଅନ୍ତି ନାହିଁ। ସେ ଜାଣିଛନ୍ତି ତାଙ୍କର ରାଜି ଅରାଜି, ଇଚ୍ଛା ଅନିଚ୍ଛା ସଙ୍ଗେ କିଛି ଯାଏ ଆସେ ନାହିଁ। ଯାହା ଭବିତବ୍ୟ ତାହା ଘଟିବ, ଯାହା ଘଟିବ ତାକୁ ବରଦାସ୍ତ କରିବାକୁ ହେବ। କିନ୍ତୁ ତାଙ୍କର କେମିତି ଆତ୍ମବିଶ୍ୱାସ ଥିଲା ସେ ଆଗ ମରିବେ ଏବଂ ତାଙ୍କର ସ୍ୱାମୀ ଆଦୌ ମରିବେ ନାହିଁ। ଅର୍ଥାତ୍ ସ୍ୱାମୀଙ୍କର ମୃତ୍ୟୁ ଚିନ୍ତାକୁ ସେ କୌଣସି ଦିନ ମନରେ ସ୍ଥାନ ଦେଇନଥିଲେ। ନିଜର ଦୁର୍ଦ୍ଦିନ କଥା ଭୟାଳୁ ମଣିଷ କୌଣସି ଦିନ ମନରେ ସ୍ଥାନ ଦିଏ ନାହିଁ। ସ୍ୱର୍ଣ୍ଣଲତା ସେହି ଦୃଷ୍ଟିରୁ ଜଣେ ଦୁର୍ବଳ ମନା ନାରୀ, ଅଥଚ ବାହାରକୁ ମୁହଁ ଟାଣ କରି ବେଳେବେଳେ କହିଦିଅନ୍ତି, କେବେ ମରିବା ବୋଲି ଆଜିଠାରୁ କ'ଣ ଜୁଇ ସଜାଡ଼ି ବସିବା? ସବୁବେଳେ ସେ ବାଜେ କଥାଗୁଡ଼ାକ ପକାଇ ମୁଣ୍ଡ ଖରାପ କରି ବସିବା କି ଦରକାର? ଜନ୍ମ ଯେତେବେଳେ ହେଇଛେ ମରିବା ତ ନିଶ୍ଚୟ। ସ୍ୱାମୀଙ୍କ ମୁହଁରେ ମରଣ କଥା ଶୁଣିଲେ ସ୍ୱର୍ଣ୍ଣଲତା କଥାଟାକୁ ସବୁବେଳେ ଏମିତି ଏଡ଼ାଇ ଯାଆନ୍ତି। କିନ୍ତୁ ବିକ୍ରମ ବାବୁ ଜାଣନ୍ତି ସ୍ୱର୍ଣ୍ଣଲତା ଅତିମାତ୍ରାରେ ସ୍ୱାର୍ଥପର। ତାଙ୍କୁ ପୁଅ ବୋହୂଙ୍କ ଅନୁକମ୍ପା ଉପରେ ଛାଡ଼ିଦେଇ ସେ ସୌଭାଗ୍ୟବତୀର ବାହାବା ନେଇ ସୁଖ ଏବଂ ପରିପୂର୍ଣ୍ଣତା ଭିତରେ ଛୁଟ କରି ଖସିଯିବାକୁ ଦିନ ରାତି ପ୍ରଚେଷ୍ଟା ଚଳାଇଛନ୍ତି। ତାଙ୍କର ସବୁ ଓଷା ଉପବାସ, ମାନସିକ ପୂଜା ପାର୍ବଣ ସ୍ୱାମୀଙ୍କର ମଙ୍ଗଳ ପାଇଁ। ଏହାର ଅର୍ଥ କ'ଣ? ଏକସଙ୍ଗେ ମରିବା କଥା ଛାଡ଼, ତାଙ୍କ ମୃତ୍ୟୁ ପରେ ମଧ୍ୟ ସ୍ୱାମୀଙ୍କର ମୃତ୍ୟୁ କଥା ସେ ମୁହଁରେ ଉଚ୍ଚାରଣ କରନ୍ତି ନାହିଁ। ସେ କଥା ପଡ଼ିଲେ ଡରୁଆ ପିଲା ଭଳି ପ୍ରସଙ୍ଗ ବଦଳାଇ ଅନ୍ୟ କଥା ପକାନ୍ତି, ନହେଲେ ଚୁପ୍ କରି ଉଠି ଚାଲିଯାଆନ୍ତି। ନୂଆ ଚୁଡ଼ି ପିନ୍ଧିଥିଲେ କିମ୍ବା ବଡ଼ କରି ସିନ୍ଦୁର ଟୋପାଟିଏ ଲଗାଇଥିଲେ କେବେ ଯଦି ବିକ୍ରମ ବାବୁ ମୁଗ୍ଧ ଦୃଷ୍ଟିରେ ଚାହିଁ କହନ୍ତି, ବେଶ୍ ମାନୁଛି ତମକୁ। ଝୁଣ୍ଟି ପଡ଼ିବା ଭଳି ଚମକି ପଡ଼ି ସ୍ୱର୍ଣ୍ଣଲତା ଥୁକ୍ କରି ଛେପ ପକାଇ ଦିଅନ୍ତି ଚୁଡ଼ିରେ। ଚିଡ଼ି ଯାଇ କହନ୍ତି, ଚୁଡ଼ି ଆଉ ସିନ୍ଦୁରକୁ ଆଖି ଦିଅନ୍ତି ନାହିଁ। ଏହାର ଅର୍ଥ କ'ଣ? ହସ୍ତରେଖା ଗଣନା କରି ଜ୍ୟୋତିଷ ଭବିଷ୍ୟବାଣୀ କଲାବେଳେ ସୁଖ ସମୃଦ୍ଧିର ତାଲିକା ଭିତରେ ଅହସୁଲକ୍ଷଣୀ ହୋଇ ସ୍ୱାମୀଙ୍କ ଆଗରେ ଗେଲ ବସରରେ ଚାଲିଯିବା କଥା ଶୁଣୁ ଶୁଣୁ ସ୍ୱର୍ଣ୍ଣଲତାଙ୍କର ମୁହଁରେ ରେଖାଏ ହସର ବିଜୁଳି ଝଟକି ଉଠି ସନ୍ତର୍ପଣରେ ମିଳେଇ ଯିବା କଥା ପୁଅ, ବୋହୂ, ଝିଅ, ଜ୍ୱାଇଁ
ଏପରିକି ନାତି ନାତୁଣୀମାନଙ୍କ ଆଖିରୁ ବି ବାଦ୍ ଯାଇନଥିଲା। ପୁଅ ଝିଅ ମନେ ମନେ ଭାବୁଥିଲେ, ବାପା ଥାଉ ଥାଉ ବୋଉ ବିଚାରା ଚାଲିଯାଉ, ତା ନହେଲେ ତାର ସାରା ଜୀବନର ସୁଖ ସେତିକି ଦୁଃଖରେ ପୋଡ଼ି ପାଉଁଶ ହୋଇଯିବ। ବିକ୍ରମ ବାବୁ ମଧ୍ୟ ବେଳେବେଳେ ଅଭୟବାଣୀ ଶୁଣାନ୍ତି, ଭୟ କର ନାହିଁ, ତମକୁ ବିଦା କରିସାରି ମୁଁ ଯିବି, ତା ନହେଲେ ତମର ଯେ କ'ଣ ଅବସ୍ଥା ହେବ ମୁଁ ଅନୁମାନ କରିପାରୁଛି। କେବେ ତ ତମକୁ ଦୁଃଖ ଦେଇନି, ଶେଷବେଳେ କାହିଁକି ଦେବି? ନିଜ ପିଲାଙ୍କର ଅଝଟ ପଣିଆର ଲୁହ ପୋଛିବାକୁ ପୁଅ ବୋହୂଙ୍କର ଆଜିକାଲିର ବ୍ୟସ୍ତ ବିବ୍ରତ ଜୀବନ ଭିତରେ ସମୟ ନାହିଁ, ଧୈର୍ଯ୍ୟ ନାହିଁ। ତମ ଲୁହ ପୋଛି ଦେଇ ପାରିବ କିଏ? ବୋଧହୁଏ ସ୍ୱର୍ଣ୍ଣଲତା ମନେ ମନେ ଭାବନ୍ତି, ତମ ତୁଣ୍ଡ ସୁତୁଣ୍ଡ ହେଉ। ତମରି ଆଗରେ ମୁଁ ଆଖି ବୁଜି ଦିଏ। ପୁଅ ବୋହୂ ଝିଅ ଜ୍ୱାଇଁ ମଧ୍ୟ ସେୟା ଭାବନ୍ତି। ବିକ୍ରମ ବାବୁଙ୍କର ସାମାନ୍ୟ ଅସୁସ୍ଥତାରେ ସ୍ୱର୍ଣ୍ଣଲତାଙ୍କର ବ୍ୟସ୍ତତା ସେମାନେ ଦେଖୁଥାନ୍ତି। ସ୍ନାନ ଭୋଜନ ଶୟନ ସବୁ ଭୁଲି ସ୍ୱର୍ଣ୍ଣଲତା ସେବାରେ ଲାଗିଥାନ୍ତି। ଦିନ କେଇଟାରେ କଣ୍ଟା ହୋଇଥାନ୍ତି ଚିନ୍ତାରେ, ବାୟାଣୀ ଭଳି ଅସଲଗ୍ନ କଥା କହନ୍ତି। ତାଙ୍କର ମନ ମୁନ ଚୈତନ୍ୟ ସବୁ ଯାଇ ସ୍ୱାମୀଙ୍କ ପାଖରେ ଥାଏ। ସେ ପୁଣି ସ୍ୱାମୀ ବିଚ୍ଛେଦର ଦୁଃଖ ସମ୍ଭାଳିବେ। କିନ୍ତୁ 71 ବର୍ଷ ବୟସରେ ବିକ୍ରମ ବାବୁଙ୍କର ଦ୍ୱିତୀୟ ହାର୍ଟ ଆଟାକ୍ ପରେ ବିକ୍ରମ ବାବୁ ଯେତେବେଳେ ଗୁରୁତର ଅସୁସ୍ଥ ହୋଇ ନର୍ସିଂ ହୋମ୍ରେ ଚିକିତ୍ସାରେ ରହିଲେ, ସ୍ୱର୍ଣ୍ଣଲତାଙ୍କର ଅଦ୍ଭୁତ ବ୍ୟବହାରରେ ପୁଅ ବୋହୂ ବନ୍ଧୁ ବାନ୍ଧବ ବିସ୍ମିତ ହେବା ସଙ୍ଗେ ସଙ୍ଗେ ଲଜ୍ଜିତ ବି ହେଲେ। ସ୍ୱାମୀଙ୍କର ସେ ପାରିର ପରୱାନା ଯେକୌଣସି ମୁହୂର୍ତ୍ତରେ ଆସି ପହଞ୍ଚିବ ବୋଲି ଜାଣିସାରିବା ପରେ ସତୀ ସ୍ୱାଧୀ ପତିଗତ ପ୍ରାଣା ସ୍ୱର୍ଣ୍ଣଲତାଙ୍କ ମନରେ ଏତେ ଦମ୍ଭ, ଏତେ ସ୍ଫୂର୍ତ୍ତି, ଏତେ ଚଞ୍ଚଳତା ଆସିଲା କେଉଁଠୁ? ସେ କାନ୍ଦୁ ନାହାନ୍ତି, ଭାଙ୍ଗି ପଡ଼ୁନାହାନ୍ତି, ଆହାର ବର୍ଜନ କରିନାହାନ୍ତି, ମଳିନ ବେଶରେ ମୁହଁ ଶୁଖାଇ ମଧ୍ୟ ରହୁନାହାନ୍ତି। ବରଂ ସେ ପୂର୍ବାପେକ୍ଷା ଅଧିକ ସତେଜ ମନେ ହେଉଛନ୍ତି। ପରିଚ୍ଛନ୍ନ ପରିପାଟିରେ ସ୍ୱାମୀଙ୍କ ପାଖେ ପାଖେ ରହି ନିରଳସ ଭଙ୍ଗୀରେ ସେବା କରୁଛନ୍ତି। ସ୍ୱାମୀଙ୍କ ସହ ଆଳାପ କରୁଛନ୍ତି। ସ୍ୱାମୀଙ୍କୁ ଦେଖିବାକୁ ଆସୁଥିବା ବନ୍ଧୁ ପରିଜନଙ୍କୁ ସଂଖାଳୁଛନ୍ତି, ଚର୍ଚ୍ଚା କରୁଛନ୍ତି। ସତେବା କିଛି ଅଘଟଣ ଘଟିବାକୁ ନାହିଁ। ସତେବା ଡାକ୍ତରଖାନା ନୁହେଁ, ସ୍ୱର୍ଣ୍ଣଲତାଙ୍କର ପରିପୂର୍ଣ୍ଣ ଘରେ ହିଁ ବନ୍ଧୁ ମିଳନର ଉତ୍ସବ ଚାଲିଛି। ସେ ଗଳ୍ପ କରୁଛନ୍ତି, ହସୁଛନ୍ତି, ହସାଉଛନ୍ତି, ସଂସାର ଯାକର ସବୁ ସୁଖକର କଥା ପକାଉଛନ୍ତି। ବିକ୍ରମ ବାବୁଙ୍କ ଅସୁସ୍ଥତା ସମ୍ବାଦ ପାଇ ବନ୍ଧୁ ପରିଜନ ବିକ୍ରମ ବାବୁଙ୍କ ପାଇଁ ନୁହେଁ, ସ୍ୱର୍ଣ୍ଣଲତାଙ୍କ ପାଇଁ ହିଁ ହାହାକାର କରୁଥିଲେ। ବିଚାରୀ ଆଉ ବଞ୍ଚିବେ ନାହିଁ। ବିକ୍ରମ ବାବୁଙ୍କ ଅପେକ୍ଷା ସ୍ୱର୍ଣ୍ଣଲତାଙ୍କୁ ଦେଖିବା ପାଇଁ ହିଁ ଡାକ୍ତରଖାନାକୁ ଯେମିତି ଧାଉଁଥିଲେ ସେମାନେ। ବିକ୍ରମ ବାବୁ ଯିବା ଲୋକ ଯିବେ, କିନ୍ତୁ ସ୍ୱର୍ଣ୍ଣଲତାଙ୍କୁ ସାହସ ଦମ୍ଭ ମନୋବଳ ଦେବାକୁ ହେବ। ସେତିକି ତ ବନ୍ଧୁ ପରିଜନଙ୍କର କର୍ତ୍ତବ୍ୟ। କିନ୍ତୁ ସେମାନେ ଅପେକ୍ଷାକୃତ ଫିକା ରଙ୍ଗର ସିଧା ସାଧା ବେଶ ପୋଷାକରେ ବେଶ୍ କରୁଣ ଗମ୍ଭୀର ଶୁଖିଲା ମୁହଁ ନେଇ ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ସ୍ୱର୍ଣ୍ଣଲତା ସମସ୍ତଙ୍କୁ ଅବାକ୍ କରି ହସ ହସ ମୁହଁରେ ସମସ୍ତଙ୍କୁ ସ୍ୱାଗତ ଜଣାନ୍ତି। ରୁଚିପୂର୍ଣ୍ଣ ପରିପାଟି ହୋଇ ଦାଉ ଦାଉ ସିନ୍ଦୁର ମଥାରେ ପିନ୍ଧି କେତକୀ ଖଇର ପକ୍କା ପାନରେ ଓଠ ରଙ୍ଗେଇ ସେ ସ୍ୱାମୀଙ୍କ ସେବାରେ ଲାଗିଥାନ୍ତି। ସତେବା ସ୍ୱାମୀଙ୍କର ସାମାନ୍ୟ ସର୍ଦ୍ଦି ଜ୍ୱର ଟିକେ ହୋଇଛି, କାଲି ସକାଳେ ଝାଡ଼ି ଯୋଡ଼ି ହୋଇ ଉଠିବେ। ଅଥଚ ଏଇ ସ୍ୱର୍ଣ୍ଣଲତା କିଛି ବର୍ଷ ପୂର୍ବେ ବିକ୍ରମଙ୍କ ପାଦରେ କଣ୍ଟାଟିଏ ଫୁଟିଯିବାର ବି ବରଦାସ୍ତ କରୁନଥିଲେ। ସାମାନ୍ୟ ଜ୍ୱରରୁ ଉଠି ନ ବସିବା ଯାଏଁ ତାଙ୍କ ମୁଣ୍ଡରେ ତେଲ ପାନିଆ ବାଜୁନଥିଲା। ନର୍ସିଂ ହୋମ୍ କ୍ୟାବିନ୍ରୁ ବାହାରିଯିବା ମାତ୍ରେ କରୁଣ ଗମ୍ଭୀର ମୁଖକୁ ଘୃଣା ଆଉ ପରିହାସରେ ବିକୃତ କରି ବନ୍ଧୁ ପରିଜନ ବିଦ୍ରୂପ ଭରା ମନ୍ତବ୍ୟ ଦିଅନ୍ତି। ହଁ, ବୁଢ଼ାଟା ପାଖରେ ଆଉ କ'ଣ ମହୁ ଲାଗିଛି ଯେ ସ୍ୱର୍ଣ୍ଣଲତା ନ ଖାଇ ନ ପିଇ ବାହୁନି ବସିବେ? ପୁଅମାନେ ପାରିଗଲେଣି, ଏକକୁ ଆରେକ ବଳି। ବୁଢ଼ୀର ଆଉ ଅଭାବ କ'ଣ? ବୁଢ଼ୀ ତ ରଖିଯାଇଛି ଅଜସ୍ର। ବରଂ 5 ବର୍ଷ ହେଲା ବୁଢ଼ାର ପ୍ରଥମ ହାର୍ଟ ଆଟାକ୍ ପରଠୁ ଦଦରା ବୁଢ଼ାଟାକୁ ନେଇ ସ୍ୱର୍ଣ୍ଣଲତା ବିଚରା ଘାଣ୍ଟି ହେଉଛନ୍ତି। ପୁଅ ଝିଅଙ୍କ ପାଖକୁ ମନ ଫୁର୍ତ୍ତି କରିବାକୁ ବି ଯାଇପାରୁନାହାନ୍ତି। ସେ ଏଥର ମୁକ୍ତି ପାଇଯିବେ ଏବଂ ବେଶ୍ କିଛିଦିନ ଆରାମରେ ଫୁର୍ତ୍ତି ମାରିବେ। ସ୍ୱର୍ଣ୍ଣଲତା ବେଶ୍ ସ୍ତମ୍ଭ ଅଛନ୍ତି। ବିକ୍ରମ ବାବୁଙ୍କଠାରୁ ସେ 10-12 ବର୍ଷ ସାନ ହେବେ। ଡାକ୍ତରଖାନାରୁ ଫେରିବା ବାଟରେ ସ୍ତ୍ରୀ ଲୋକମାନେ କଟାକ୍ଷ କରନ୍ତି।
ସ୍ୱାମୀ ଏଣେ ଯେବେ ଯିବ ବୋଲି ଡକା ପଡ଼ିଛି, ତେଣେ ବୁଢ଼ୀର ବେଶକୁ ଦେଖ। ଗହଣା ଗାଣ୍ଠି, କଜ୍ଜଳ ସିନ୍ଦୁର ନାଇ, ମଠା ଶାଢ଼ୀ ପିନ୍ଧି ବୁଢ଼ୀ ଯେମିତି ଯାତକୁ ଯାଉଛି। ମନବୋଧ କରି ପିନ୍ଧିଥାଉ ବିଚାରୀ। କାଲି ଏତେବେଳକୁ ଆଉ ପିନ୍ଧିବ କି ନା ସନ୍ଦେହ। ସେ କଥା ବୁଢ଼ୀ ଠିକ୍ ଜାଣିଛି ଯେ ସେଇଥିପାଇଁ ଏ ସଜବାଜ। ଛି, ରଙ୍କୁଣୀଟା। ଝିଅ, ଜ୍ୱାଇଁ, ପୁଅ ବୋହୂଙ୍କ ଆଖିକୁ ବି କଥାଟା କେମିତି ଖାପଛଡ଼ା ଲାଗେ। ବାପାଙ୍କର ଅବସ୍ଥା ଯେତେ ଗୁରୁତର ହେଉଛି, ବୋଉର ଫୁର୍ତ୍ତି ଚଞ୍ଚଳତା ସେତେ ବଢ଼ୁଛି। କିଛି ବୁଝି ହେଉନାହିଁ, କିଛି କହି ହେଉନାହିଁ। ସତରେ କ'ଣ ପ୍ରତିପ୍ରାଣା ତ୍ୟାଗମୟୀ ବୋଉ ତାଙ୍କର 5 ବର୍ଷ ଧରି ରୋଗଣା ବାପାଙ୍କର ସେବା ଶୁଶ୍ରୂଷା କରି ବାପାଙ୍କ ପ୍ରତି ବୀତସ୍ପୃହ ହୋଇପଡ଼ିଛି ଏବଂ ଖୁବ୍ ଶୀଘ୍ର ବାପାଙ୍କଠାରୁ ମୁକ୍ତି ପାଇଯିବାର ଆନନ୍ଦକୁ ନିଜ ମଧ୍ୟରେ ଚାପି ରଖିପାରୁନାହିଁ। ମୁହଁ ସଞ୍ଜରେ ଅନ୍ଧାର ଘରେ ମୁହଁ ଚାରିପଟେ ମଶାଙ୍କର ଗୁଣୁଗୁଣୁ ସ୍ୱର ଭଉଁରୀ କାଟିବା ପରି ଏମିତି ଏକ ଅପ୍ରିୟ ପ୍ରସଙ୍ଗର ମୃଦୁସ୍ୱର ପୁଅ, ବୋହୂ, ଝିଅ, ଜ୍ୱାଇଁଙ୍କ କାନ ପାଖରେ ଗୁଞ୍ଜରି ଉଠୁଥିଲେ। କଥାଟା ଆଦୌ ବିଶ୍ୱାସଯୋଗ୍ୟ ହେଉନଥିଲା। ପିଲାମାନେ ଭାବୁଥିଲେ ସରଳ ବିଶ୍ୱାସୀ ବୋଉ ବୋଧହୁଏ ବାପାଙ୍କ ଗୁରୁତର ଅବସ୍ଥାର ପରିଣତି ଏବେ ସୁଦ୍ଧା ହୃଦୟଙ୍ଗମ କରିପାରିନାହିଁ। ପୂର୍ବଥରକ ପରି ବାପା ସୁସ୍ଥ ହୋଇ ଘରକୁ ଫେରିଯିବେ ବୋଲି ବିଚାରୀ ମନରେ ଆଣ୍ଟ କରି ବାପାଙ୍କ ସେବାରେ ମନ ପ୍ରାଣ ଢାଳି ଦେଇଛି। ତା ସେବାରେ ପରକାଷ୍ଠାରେ ବାପା କ୍ରମଶଃ ସୁସ୍ଥ ହୋଇ ଉଠୁଛନ୍ତି ବୋଲି ଭ୍ରମରେ ପଡ଼ି ସେ ନିଶ୍ଚୟ ଫୁର୍ତ୍ତିରେ ମାତି ଉଠି ନାନା ସମାଲୋଚନା ବ୍ୟଙ୍ଗ ବିଦ୍ରୂପର ଶରବ୍ୟ ହୋଇଛି। ହଠାତ୍ ଅଚାନକ ଭାବେ ଏତେ ବଡ଼ ଧକ୍କା ସେ ସମ୍ଭାଳିବ କେମିତି? ବାପାଙ୍କ ପାଇଁ ନୁହେଁ, ବୋଉ ପାଇଁ ଚିନ୍ତାରେ ଘାରି ହେଉଥିଲେ ପିଲାମାନେ। ବିକ୍ରମ ବାବୁ ବୁଝିପାରିଥିଲେ ତାଙ୍କର ଦିନ ଶୀତ ସନ୍ଧ୍ୟା ଭଳି ପ୍ରତି ମୁହୂର୍ତ୍ତରେ ସଂକ୍ଷିପ୍ତରୁ ସଂକ୍ଷିପ୍ତ ହୋଇ ଆସୁଛି। ଅଥଚ ଜୀବନକୁ ଜାବୁଡ଼ି ଧରି ରଖିବାକୁ ତାଙ୍କ ଭିତରେ ଅଜସ୍ର ବ୍ୟାକୁଳତା। ଜୀବନ ଏତେ ଲୋଭନୀୟ, ଏତେ ଆକାଂକ୍ଷିତ, ଏତେ ପ୍ରିୟ ମଣିଷ ପାଖରେ। ହାୟ, ସେ ଚାଲିଯିବେ ଏହି ସୁନ୍ଦର ମାୟାଭରା ପୃଥିବୀକୁ ଛାଡ଼ି, ପ୍ରିୟଜନମାନଙ୍କୁ ଛାଡ଼ି କୌଣସି ଏକ ଅଜଣା ସ୍ଥାନକୁ, ଯେଉଁଠାରୁ ସେ ଫେରିବେ ନାହିଁ। 71 ବର୍ଷର ଜୀବନ ଗୋଟାଏ ପଲକ ଭଳି କେତେ ଶୀଘ୍ର ଚାଲିଗଲା। ସେ କ'ଣ ବଞ୍ଚିପାରନ୍ତି ନାହିଁ? 80, 90, 100 ବା ତା'ଠାରୁ ବେଶୀ କିଛି ବର୍ଷ ଅଥବା ଅନନ୍ତ କାଳ ପାଇଁ ତାଙ୍କୁ ବଞ୍ଚାଇ ରଖିବାର କିଛି ଉପାୟ କ'ଣ ନାହିଁ? ତାଙ୍କର ସମସ୍ତ ସଞ୍ଚିତ ଅର୍ଥ ବଦଳରେ ସେ କେବଳ ଚାହାନ୍ତି ପଲକ ପଲକ ସମଷ୍ଟିରେ ଆଉ କିଛି କାଳ ପାଇଁ ବଞ୍ଚି ରହିବା ପାଇଁ। ଜୀବନର ମୋହ ଆଗରେ ପୁତ୍ର, କନ୍ୟା, ପତ୍ନୀଙ୍କର ମୋହ କେତେ ତୁଚ୍ଛ ମନେ ହେଉଛି ସତେ। ବର୍ତ୍ତମାନ ଯଦି ସ୍ୱର୍ଣ୍ଣଲତା ତାଙ୍କର ଅନେକ ଦିନର ଇଚ୍ଛା ପୂର୍ଣ୍ଣ କରି ତାଙ୍କ ସହ ଏକତ୍ର ମୃତ୍ୟୁବରଣ କରିବାକୁ ତ୍ରିବାର ଶପଥ କରନ୍ତି, ତେବେ ମଧ୍ୟ ସେ ମୃତ୍ୟୁ ଚାହାନ୍ତି ନାହିଁ। ସ୍ୱର୍ଣ୍ଣଲତାଙ୍କର ଆୟୁ ଶେଷ ହୋଇଛି ତ ସେ ଯିବେ। ବିକ୍ରମ ତାଙ୍କ ସହିତ ଯିବେ କାହିଁକି? ଜଣକ ପାଇଁ ଜଣେ ଏତେ ଆକାଂକ୍ଷିତ ଦୁର୍ଲଭ ଜୀବନକୁ ତ୍ୟାଗ କରିଦେବା ନିର୍ବୋଧତା ବ୍ୟତୀତ ଅନ୍ୟ କିଛି ନୁହେଁ। ସତେ କ'ଣ ସେ ସୁସ୍ଥ ହୋଇ ଘରକୁ ଫେରିବେ ନାହିଁ? ଡାକ୍ତର, ନର୍ସ, ପୁଅ, ଝିଅ, ବନ୍ଧୁ, ପରିଜନ ସମସ୍ତଙ୍କୁ ଏକାପରି ମିଥ୍ୟା ସାନ୍ତ୍ୱନା ଦେଇ କହନ୍ତି, ଭୟର କିଛି କାରଣ ନାହିଁ, ତମେ ସୁସ୍ଥ ହୋଇଯିବ। କିନ୍ତୁ ମିଥ୍ୟା ସାନ୍ତ୍ୱନା ଭିତରେ ସତ୍ୟ ବେଶ୍ ସ୍ପଷ୍ଟ ହୋଇଉଠେ। ସ୍ୱାମୀଙ୍କର ବିପନ୍ନ ହୃଦୟର ଯନ୍ତ୍ରଣାଠାରୁ ଆସନ୍ନ ମୃତ୍ୟୁର ଆଶଙ୍କା ଯେ ବେଶୀ ଭୟଙ୍କର ଭାବେ ଯନ୍ତ୍ରଣାଦାୟକ ହୋଇ ଉଠିଛି, ଏକଥା ବୁଝିପାରନ୍ତି ସ୍ୱର୍ଣ୍ଣଲତା। ବୁଝିବେ ନାହିଁ? କ୍ରମାଗତ 50 ବର୍ଷ ଧରି ଯେଉଁ ମଣିଷଟିର ତରୁଣ, ପୌଢ଼, ବୃଦ୍ଧ ଅବସ୍ଥାର ମର୍ମ କଥା ସେ ନିର୍ଭୁଲ ଭାବେ ପଢ଼ି ଆସିଛନ୍ତି, ସେଥିରେ ଆଜି ଭୁଲ ହେବ କେମିତି? କିନ୍ତୁ ମୃତ୍ୟୁକୁ ଭୟ କରି ମୁହଁ ଘୋଡ଼ାଇ ପଡ଼ି ରହିଲେ ତ ମୃତ୍ୟୁ ଦୟାପରବଶ ହୋଇ ବାଟ ଭାଙ୍ଗି ଚାଲିଯିବ ନାହିଁ ତ? ମୃତ୍ୟୁକୁ ସାହସର ସହ ସାମ୍ନା କରିବାରେ ହୁଏତ ମୃତ୍ୟୁର ଭୟଙ୍କାରିତା କମ୍ ହେଉଥିବ। ବନ୍ଧୁ, ପରିଜନ ବିକ୍ରମ ବାବୁଙ୍କ ପାଖରେ ବସି ସହାନୁଭୂତିରେ କଣ୍ଠ ଆର୍ଦ୍ର କରି ଯେତେବେଳେ ପ୍ରଶ୍ନ କରନ୍ତି, କେମିତି ଲାଗୁଛି? ହଠାତ୍ ଏମିତି କ'ଣ ହେଲା ଯେ କେତେ ସୁସ୍ଥ ସବଳ କର୍ମଠ ମଣିଷ, କେତେ ବା ବୟସ, ଆହା! ସ୍ୱର୍ଣ୍ଣଲତା ତାଙ୍କ ମୁହଁରୁ କଥା ଝାମ୍ପି ନେଇ କହନ୍ତି, କେମିତି ଲାଗୁଛି ବୋଲି ପଚାରିବାର କ'ଣ ଅଛି? ଏ ସଂସାରକୁ ବହୁ ବର୍ଷ ଭୋଗ କରି ସାରିଲୁଣି ଆମେ ଦୁହେଁ। ବହୁ ସୁଖ ପାଇଛୁ, ବହୁ ଅୟସ ଆଡ଼ମ୍ବର
ଆନନ୍ଦ ଉଲ୍ଲାସ ଭୋଗ କରିଛୁ। ଏ ପୁରୁଣା ସଂସାରରେ ଦେଖିବା ପାଇଁ, ଅନୁଭବ କରିବା ପାଇଁ ଆମର ଆଉ ବାକି ଅଛି କ'ଣ? ଆମର କେଉଁ ଆଶା ବା ଅପୂର୍ଣ୍ଣ ଅଛି? ଏଣିକି ସବୁ ଦେହ ଘସରା। 70-72 ବର୍ଷ ଆମେ ପୃଥିବୀକୁ ଭୋଗ କଲୁଣି। ଏ କ'ଣ କମ୍ କଥା? କଳିଯୁଗରେ 60 ଟପିଲେ କେଡ଼େ ଭାଗ୍ୟର କଥା। ଏଇ ଦେଖ, ଆମରି ଆଗରେ ଆମଠୁ କେତେ କେତେ କମ୍ ବୟସର ସାଙ୍ଗ, ସାଥୀ, ବନ୍ଧୁ, ପରିଜନ ଚାଲିଗଲେଣି ଅଧା ବୟସରେ, ଅପୂର୍ଣ୍ଣ ଜୀବନର ଅବଶୋଷ ନେଇ। ସେଇ ଦୃଷ୍ଟିରୁ ଆମେ କେତେ ଭାଗ୍ୟବାନ। ସ୍ୱଳ୍ପଭାଷିଣୀ ନାରୀଟିର ପ୍ରଗଳ୍ଭତା ବନ୍ଧୁ ପରିଜନଙ୍କୁ ଅବାକ୍ କରିଦିଏ। ସ୍ୱର୍ଣ୍ଣଲତା ସେତିକି ଭ୍ରୂକ୍ଷେପ ନ କରି କହନ୍ତି, ଏ ଶରୀର ରୋଗର ଘର। କିଏ ଜାଣେ କାହାର ଅବସ୍ଥା କେତେବେଳେ କ'ଣ ହେବ? ଜନ୍ମ ପରି ଜରା, ବ୍ୟାଧି, ମୃତ୍ୟୁ ସଂସାରର ନିୟମ। ଗୋଟି ଗୋଟି କରି ସବୁ ନିୟମ ତ ମାନି ନେଇଛୁ ନୀରବରେ। ଆସୁ ରୋଗ, ବ୍ୟାଧି, ଜରା, ମୃତ୍ୟୁ, ଭୟ କ'ଣ? ମଣିଷ ଦେହ ବହି କାହାର ରୋଗ ନାହିଁ, କିଏ ଅମର? ସ୍ୱର୍ଣ୍ଣଲତା ଦମ୍ ନିଅନ୍ତି। ସତେବା ବହୁ କଷ୍ଟରେ ଉଠିପଡ଼ି ସେ ଅନେକ ବାଟ ଧାଇଁଛନ୍ତି। ଦମ୍ ନେଇ ପୁଣି କହନ୍ତି, 60, 62, 70 ବାସ୍, ଆଉ ବେଶୀ ବଞ୍ଚିଲେ କଷ୍ଟ। ଶାରୀରିକ, ମାନସିକ ଉଭୟ ଦୃଷ୍ଟିରୁ ମଣିଷ ଯେତେ ଦୀର୍ଘାୟୁ ସେତେ ଦୁଃଖୀ। ଏଇ ଦେଖ ନିତ୍ୟାନନ୍ଦ ବାବୁଙ୍କ କଥା। 95 ବର୍ଷ ହେଲାଣି। ଆଖି ଆଗରେ ପୁଅ, ଝିଅ, ଜ୍ୱାଇଁଙ୍କର ମୃତ୍ୟୁ ଦେଖି ସାରିଲେଣି। ଘାଣ୍ଟି ହେଉଛନ୍ତି ବିଚରା। 70-75ରେ ଚାଲି ଯାଇଥିଲେ ତାଙ୍କଠାରୁ ସୁଖୀ ମଣିଷ ଏ ସଂସାରରେ କେହି ନଥାନ୍ତେ। ମୁଁ ତ ଭାବେ, ଯିଏ ଯେତିକି ବୟସରେ ପୁଅ, ବୋହୂ, ନାତି, ଝିଅ, ଜ୍ୱାଇଁଙ୍କ ସୁଖ ଦେଖୁ ଦେଖୁ ଚାଲିଯାଏ, ତାହାର ଜୀବନ ହିଁ ପରିପୂର୍ଣ୍ଣ। ଛାଡ଼ ଆମ କଥା। ଆମେ ତ ସଂସାର ସଙ୍ଗେ ସବୁ ମୋହ ଛିଣ୍ଡାଇ ସାରିଲୁଣି। ଏଣିକି ପ୍ରଭୁଙ୍କ ପାଦପଦ୍ମରେ ମିଶିବା ପାଇଁ ଯେତେ ଶୀଘ୍ର ଡକରା ଆସିବ ସେତେ ଭଲ। ବରଂ ତମ କଥା କୁହ, ସମସ୍ତେ ଘରେ ଭଲ ତ? ବନ୍ଧୁ ପରିଜନ ଭାବନ୍ତି, ସ୍ୱର୍ଣ୍ଣଲତାଙ୍କ ଠାରୁ ନିଷ୍ଠୁରା ନାରୀ ଏ ସଂସାରରେ ଆଉ କେହି ନାହାନ୍ତି। ସ୍ୱାମୀଙ୍କ ଦୁର୍ଦ୍ଦଶା କଥା ଚିନ୍ତା କରି ଦୁଃଖ ନାହିଁ, ବରଂ କହୁଛନ୍ତି ସଂସାରକୁ ବେଶ୍ ଭୋଗ କଲେଣି, ଏଣିକି ଚାଲିଯିବା ଭଲ। କିନ୍ତୁ ସ୍ୱର୍ଣ୍ଣଲତାଙ୍କର ଏଇ ଗଭୀର ତତ୍ତ୍ୱପୂର୍ଣ୍ଣ ଭାଷଣ ପଛରେ ତାଙ୍କ ଜୀର୍ଣ୍ଣ ହୃଦୟର କାରୁଣ୍ୟ ଯେତେ ଲୁଚାଇଲେ ବି ପୁଅ ଝିଅଙ୍କ ଆଖିରେ ଧରା ପଡ଼ିଯାଏ। ବିକ୍ରମ ବାବୁ କ୍ରମଶଃ ସୁସ୍ଥ ହୋଇ ଉଠୁଛନ୍ତି ବୋଲି ସମସ୍ତେ ଭାବୁଥିଲେ, ଏପରିକି ଡାକ୍ତରମାନେ ମଧ୍ୟ। ସ୍ୱର୍ଣ୍ଣଲତାଙ୍କ ଉତ୍ସାହର ସୀମା ନଥିଲା। ଖୁବ୍ ଶୀଘ୍ର ଡାକ୍ତରଖାନା ଛାଡ଼ି ସ୍ୱାମୀଙ୍କୁ ନେଇ ତାଙ୍କର ସେଇ ବହୁ ସୁଖ ଦୁଃଖର ସ୍ମୃତିଭରା ଘରକୁ ଫେରିଯିବାର ଯୋଜନା କରୁଥିଲେ। ପୁଅ ଝିଅ ଭାବୁଥିଲେ ବୋଉର ନିଷ୍ଠା ଏବଂ ସେବା ଯୋଗୁଁ ବାପା ଯମଦ୍ୱାରରୁ ଫେରି ଆସିଛନ୍ତି। 2 ଦିନ ପରେ ଡାକ୍ତରଖାନାରୁ ଛାଡ଼ି ପାଇବେ ବିକ୍ରମ ବାବୁ। ସମସ୍ତେ ଆନନ୍ଦରେ ଉତ୍ଫୁଲ୍ଲ। ସ୍ୱର୍ଣ୍ଣଲତା ଭାବୁଥିଲେ ବିକ୍ରମ ବାବୁଙ୍କ 72ତମ ଜନ୍ମଦିବସରେ ଗୋଟାଏ ବଡ଼ ଧରଣର ପୂଜା କରାଇବେ ଘରେ। ହଠାତ୍ କିନ୍ତୁ ଅପରାହ୍ନରେ ବିକ୍ରମ ବାବୁଙ୍କ ଛାତିରେ ଯନ୍ତ୍ରଣା ହେଲା। ବେଳୁ ବେଳୁ ଯନ୍ତ୍ରଣା ବଢ଼ିଲା। ଡାକ୍ତର, ନର୍ସ, ପୁଅ, ବୋହୂ, ଝିଅ, ଜ୍ୱାଇଁ, ବନ୍ଧୁ ପରିଜନ ଘେରିଗଲେ। ଡାକ୍ତରମାନେ ଆପଣା ଚେଷ୍ଟା କରୁଥିଲେ ବିକ୍ରମ ବାବୁଙ୍କ ଯନ୍ତ୍ରଣା ଲାଘବ କରିବା ପାଇଁ। ସ୍ୱର୍ଣ୍ଣଲତା ସ୍ୱାମୀଙ୍କର ଯନ୍ତ୍ରଣା କାତର ବିବର୍ଣ୍ଣ ବିଭତ୍ସ ମୁଖକୁ ଥରେ ମାତ୍ର ଚାହିଁ ଦେଇ ତାଙ୍କ ବିଦୀର୍ଣ୍ଣ ହୃଦୟର ଯନ୍ତ୍ରଣାର ଭୟଙ୍କରିତା ପଲକ ମାତ୍ର ବୁଝିନେଲେ। ସେ ଆଖି ବୁଝିଦେଲେ। ନିଶ୍ଚଳ ହୋଇ ମୂର୍ତ୍ତିଟିଏ ଭଳି ଠିଆ ହୋଇ ପ୍ରାର୍ଥନା କଲେ, ପ୍ରଭୁ ତାଙ୍କୁ ଉଦ୍ଧାର କର, ଯନ୍ତ୍ରଣା ମୁକ୍ତ କର। ଜୀବନରେ ପୁଣି ଏତେ ଯନ୍ତ୍ରଣା, ଏତେ ବେଦନା। ହେ ଭଗବାନ, ତାଙ୍କର କଷ୍ଟ ଶେଷ କରିଦିଅ। ଶେଷ ଉଦ୍ୟମରେ ଲାଗିଥିଲେ ଡାକ୍ତରମାନେ। ବଡ଼ ପୁଅ ସ୍ୱର୍ଣ୍ଣଲତାଙ୍କର ହାତ ଧରି ବାହାରକୁ ନେଇ ଯାଉ ଯାଉ କହିଲେ, ଡାକ୍ତର କହୁଛନ୍ତି ବାପାଙ୍କର ମୁକ୍ତ ବାୟୁ ଦରକାର। ଘର ଭିତରେ ଗହଳି ବେଶୀ ହେଉଛି, ଚାଲ ବାହାରକୁ। ବ୍ୟସ୍ତ ହେବାର କିଛି ନାହିଁ, ୟାଠାରୁ ବେଶୀ ବିପଜ୍ଜନକ ଅବସ୍ଥାରୁ ବାପା ବର୍ତ୍ତି ଯାଇଛନ୍ତି। ଶେଷ ବେଳକୁ ଗଳା ତାଙ୍କର ଥରୁଥିଲା। ସ୍ୱର୍ଣ୍ଣଲତା ଆପତ୍ତି କଲେ ନାହିଁ। ବାରଣ୍ଡା କାନ୍ଥକୁ ଆଉଜି ନିଶ୍ଚେଷ୍ଟ ହୋଇ ଠିଆ ହେଲେ, ଦୃଷ୍ଟି ଅନନ୍ତ ଆକାଶରେ। ଘର ଭିତରେ ପୁଅ, ବୋହୂ, ଝିଅ, ଜ୍ୱାଇଁ, ବନ୍ଧୁ ପରିଜନ ଚିନ୍ତା କରୁଥିଲେ ସ୍ୱର୍ଣ୍ଣଲତାଙ୍କୁ କଥାଟା ଜଣାଇବ କିଏ, କେମିତି। ମଝିଆ ପୁଅ ମନ ଦମ୍ଭ କରି ବାହାରି ଆସିଲେ। ସ୍ୱରକୁ ସ୍ଥିର ନିର୍ବିକାର ରଖିବାକୁ ଚେଷ୍ଟା କରୁ କରୁ କହିଲେ, ବୋଉ ଚାଲ ଘରକୁ ଯିବା। ସେ ସ୍ୱର୍ଣ୍ଣଲତାଙ୍କର 2 ବାହୁକୁ ଧରି
ତାଙ୍କୁ କୋଳେଇ ନେଲେ ଏବଂ ଉଦ୍ଗତ ଅବାଧ ଅଶ୍ରୁଧାରକୁ ଚାପି ନେବାର ବ୍ୟର୍ଥ ପ୍ରୟାସ କରି ହାରି ଯାଉଥିଲେ। ସ୍ୱର୍ଣ୍ଣଲତା ସବୁଦିନିଆ ସ୍ନେହ ସଜଳ କଣ୍ଠରେ କହିଲେ, ଆଉ ବାପା? ହଁ, ସେ ବି ଯିବେ। ଡାକ୍ତର କହିଲେ ଆଉ ଏଠି ରହିବାର ଆବଶ୍ୟକତା ନାହିଁ। ତୁ ଚାଲ ଘରକୁ। ବାପା ପଛରେ ଆସିବେ ଭାଇନାଙ୍କ ସଙ୍ଗେ। ତେବେ? ସ୍ୱର୍ଣ୍ଣଲତା ପୁଅ ମୁହଁକୁ ସିଧାସଳଖ ଚାହିଁ ରହିଲେ। ବୋଉର ଦୃଷ୍ଟି ଏଡ଼େଇ ପୁଅ କହିଲେ, ତୁ ଆଗ ଚାଲ ନା ଘରକୁ। ଏଠି ଆଉ କାମ କ'ଣ? ପିଲାଙ୍କ ଭଳି କ'ଣ ହେଉଛୁ ଯେ? ତାଙ୍କ ଆଖିରୁ ଲୁହ ଖସି ଆସିଲା ଝରଝର, ଅବାଧରେ, ଅସମ୍ଭାଳ ବେଦନାରେ। ବୋଉର ସଂଜ୍ଞାଶୂନ୍ୟ ଶରୀରକୁ ସମ୍ଭାଳି ନେବା ପାଇଁ ସେ ପ୍ରସ୍ତୁତ ହେଉଥିଲେ। ମାତ୍ର ସ୍ୱର୍ଣ୍ଣଲତା ଅଥଳ ଜଳରେ ବୁଡ଼ି ଯାଉ ଯାଉ କୂଳ ପାଇଗଲା ଭଳି ସ୍ୱସ୍ତିରେ ଦୀର୍ଘଶ୍ୱାସ ଛାଡ଼ି ଦୁଇ ହାତ ଯୋଡ଼ି କପାଳରେ ଲଗାଇଲେ ଏବଂ ଅସ୍ପଷ୍ଟ ସ୍ୱରରେ କହିଲେ, ପ୍ରଭୁ, ଏତେ ଦିନେ ମୋ ଡାକ ଶୁଣିଲେ। ତାଙ୍କୁ ଯନ୍ତ୍ରଣାମୁକ୍ତ କରିଦେବାକୁ କେତେ ମୁଁ ନ ଡାକିଛି ରାତିଦିନ। ଯିଏ ଖରା ଟିକେ ସହିପାରନ୍ତି ନାହିଁ, ଗୋଡ଼ ଟିକେ ଘୋଳେଇ ହେଲେ ଘର ପକା ଉଠା କରନ୍ତି, ସେ ପୁଣି ହୃଦୟ ଖଣ୍ଡ ଖଣ୍ଡ ହୋଇଯିବାର ଯନ୍ତ୍ରଣାକୁ ଦିନ ଦିନ ଧରି ସହିଲେ। କି ଦରକାର ଥିଲା ଏତେ ସୁକୁମାର ଯନ୍ତ୍ରଣା କାତର ଲୋକଟାକୁ ତିଳ ତିଳ କରି କଷ୍ଟ ଭୋଗାଇବା? ଯଦି ଶେଷ କଥା ଅନିବାର୍ଯ୍ୟ, ଯାହା ହେଉ ଏବେ ତ ସେ ଯନ୍ତ୍ରଣାମୁକ୍ତ। ସବୁ ଶେଷ ହୋଇଯାଇଛି ତ? ସେ ଶାନ୍ତିରେ ଯାଇଛନ୍ତି ତ? ତାଙ୍କର ବେଶୀ କିଛି କଷ୍ଟ ହେଇନି ତ? ବୋଉକୁ ସାନ୍ତ୍ୱନା ଦେବେ ବୋଲି ମନଦମ୍ଭ କରି ଠିଆ ହୋଇଥିବା ବଡ଼ ପୁଅ ପିଲାଙ୍କ ଭଳି କାନ୍ଦି ଉଠିଲେ। ପୁଅକୁ କୁଣ୍ଢାଇ ଧରି ସ୍ୱର୍ଣ୍ଣଲତା ତାଗିଦ କଲେ, ବାୟାଟା, କାନ୍ଦୁଛୁ କାହିଁକି? ସେ କ'ଣ ଏମିତି କଷ୍ଟ ପାଉଥାନ୍ତେ? ତାଙ୍କ କଷ୍ଟ ତମେ ସବୁ କେହି ବୁଝୁଛ? ସେ ତ ପୁଣ୍ୟବନ୍ତ ଲୋକ, ସବୁ ପରିପୂର୍ଣ୍ଣତା ଭିତରେ ଚାଲିଗଲେ। ତାଙ୍କ ପାଇଁ ମୋର କମ୍ ଚିନ୍ତା ନଥିଲା ତ? ପୁଅ ବୋହୂ ଝିଅ ଜ୍ୱାଇଁ ନାତି ନାତୁଣୀ ଭେଁ ଭେଁ କାନ୍ଦୁଛନ୍ତି। ବିକ୍ରମ ବାବୁଙ୍କୁ ନୁହେଁ, ସ୍ୱର୍ଣ୍ଣଲତାଙ୍କୁ ଧରି। ସ୍ୱର୍ଣ୍ଣଲତା ପଥର ଆଖିରେ ସମସ୍ତଙ୍କୁ ଚାହୁଁଛନ୍ତି। ସେଥିରେ ପାଣି ନାହିଁ। ତାଙ୍କ ମୁହଁରେ ବିଳି ବିଳିଲା ଭଳି ଅବାରିତ ପ୍ରଶ୍ନ। ତାଙ୍କର ବେଶୀ କଷ୍ଟ ହୋଇନି ତ? ସେ ଶାନ୍ତିରେ ଯାଇଛନ୍ତି ତ? ଆରେ କେହି ଦେଖିଲ ତାଙ୍କ ଦେହରେ କେଉଁଠି କିଛି କଷ୍ଟ ଆଉ ରହିଯାଇନି ତ? ସମସ୍ତେ ଭୋ ଭୋ ଡକା ପାରି କହୁଛନ୍ତି, ବୋଉ, ତୁ କାନ୍ଦୁନାହୁଁ କାହିଁକି? କାନ୍ଦୁନାହୁଁ କାହିଁକି? ବାପା ତୋତେ ଛାଡ଼ି ଚାଲିଗଲେ ବୋଉ। ସେ ଆଉ ଫେରିବେ ନାହିଁ। ତୁ ଏଣିକି ଏକା। ତୁ ତଥାପି ଟିକେ କାନ୍ଦି ପାରୁନୁ? ତୁ କାନ୍ଦ, କାନ୍ଦ ବୋଉ। ତୋ ହୃଦୟ କ'ଣ ପଥରରେ ଗଢ଼ା? ତଥାପି ସ୍ୱର୍ଣ୍ଣଲତା କାନ୍ଦି ପାରୁନାହାନ୍ତି। ସ୍ୱାମୀଙ୍କ ହୃତ୍ସ୍ପନ୍ଦନ ସ୍ଥିର ହୋଇଯିବା ପରେ ତାଙ୍କ ଦେହ ଭିତରେ ହୃଦୟର ସ୍ଥିତି ଅନୁଭୂତ ହେଉନାହିଁ। ତାଙ୍କ ମନ ଭିତରେ ଆଉ କୌଣସି ଆବେଗର ଚିହ୍ନ ବର୍ଣ୍ଣ ନାହିଁ। ତେବେ କ'ଣ ବିଜ୍ଞାନର ସବୁ ତଥ୍ୟକୁ ମିଥ୍ୟା ପ୍ରମାଣିତ କରି ଏତେ ବର୍ଷ ଧରି ଗୋଟାଏ ହୃଦୟ ହିଁ ଦୁଇଟା ମଣିଷଙ୍କ ପାଇଁ କାମ କରୁଥିଲା?